ଗପଟିର ନାଁ ହଉଛି ଜଣା ଅଛି ଜଣା ନାହିଁ। ମଙ୍ଗଳପୁରୀ ରାଜ୍ୟରେ ମାୟାବର୍ମା ନାମକ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କ ମନ୍ତ୍ରୀଙ୍କର ଦେହାନ୍ତ ଘଟିବା ପରେ ସେ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରିନଥିଲେ। ନିଜେ ରାଜା ଓ ମନ୍ତ୍ରୀ ଉଭୟ ଦାୟିତ୍ୱରେ ରହି ଶାସନ ଚଳାଇଥିଲେ। ପ୍ରଜାଙ୍କର ସୁଖ ଦୁଃଖ ରାଜା ନିଜେ ଜାଣିବା କଥା। ତେଣୁ ସେ ବେଶ ବଦଳାଇ ଦୁଇ ଜଣ ଅଙ୍ଗରକ୍ଷୀଙ୍କୁ ସାଙ୍ଗରେ ଧରି ଲୋକମାନଙ୍କ ଭଲ ମନ୍ଦ ଜାଣିବାକୁ ବୁଲୁଥିଲେ। କିନ୍ତୁ ରାଜା ଚତୁର କିମ୍ବା ବୁଦ୍ଧିମାନ ନଥିଲେ। ଦିନେ ରାଜା ବେଶ ବଦଳାଇ ବୁଲୁଥିବା ସମୟରେ ଗୋଟିଏ ଘର ଭିତରୁ ପତି ପତ୍ନୀଙ୍କର କଳି ଝଗଡା ତାଙ୍କ କାନରେ ପଡିଲା। ଛି ଛି ଏ କଣ ଏପରି କରିଛ? ଯଦି କହିଥାନ୍ତ ତୁମକୁ ଜଣା ନାହିଁ ତେବେ ମୁଁ ନିଜେ କରିଦେଇଥାନ୍ତି। ପତି କହୁଥିଲେ ତୁମକୁ କଣ ଜଣାଅଛି କହିଲ? କଣ ନା ମତେ ସବୁ ଜଣା। ମୋ ପୁଅ ଯାହା ଜାଣିଛି ତୁମେ ସେତିକି ବି ଜାଣି ନାହଁ। ପତ୍ନୀ ଏହା ଜବାବ ଦେଲେ। ବେଶୀ ବକ୍ ବକ୍ ହୁଅ ନା। ନିଜକୁ କିଛି ଜଣାଥିଲେ ତ ଏଇ ଛୋଟ କାମଟା ମୁଁ କରିପାରି ନଥାନ୍ତି। ମତେ କଣ ଭାବିଛ କି? ସୁଯୋଗ ମିଳିଲେ ମୁଁ ରାଜ୍ୟ ଶାସନ କରିପାରିବି। ପତି ବଢାଇ କରି କହିଦେଲେ। ଏ କଥା କାନରେ ପଡିବା ମାତ୍ରେ ରାଜା ନିଜ କାନ ବନ୍ଦ କରି ମହଲରେ ପହଞ୍ଚିଲେ। ତା ପରଦିନ ଠାରୁ ସେ ଗୋଟିଏ ନୂତନ ଆଇନ ଜାରି କଲେ। ସେହି ଆଇନ ଅନୁସାରେ ରାଜ୍ୟର କୌଣସି ଲୋକ କହିପାରିବ ନାହିଁ ଯେ ମୋତେ ସବୁ ଜଣାଅଛି। ଯଦି କେହି ଏପରି କହେ ତେବେ ତାକୁ କଠୋର ଦଣ୍ଡ ମିଳିବ। ଏହି ଆଇନ ଲୋକମାନଙ୍କୁ ବଡ ଅସୁବିଧାରେ ପକେଇଲା। ଦଣ୍ଡ ଭୟରେ ସମସ୍ତଙ୍କ କଥାର ଉତ୍ତର କହିଲେ। ମୋତେ ଜଣା ନାହିଁ। ଏହା ସେମାନଙ୍କର ଅଭ୍ୟାସରେ ପଡିଗଲା। କିଛି ଦିନ ପରେ ସେହି ରାଜ୍ୟକୁ ଅନ୍ୟ ରାଜ୍ୟର ଦୁଇ ଜଣ ବେପାରୀ ଆସିଲେ। ସେମାନେ ଜାଣିପାରିଲେ ଯେ ଏହି ରାଜ୍ୟର କୌଣସି ଲୋକଙ୍କୁ କିଛି ପଚାରିଲେ ସେ କହୁଛନ୍ତି ଆମକୁ ଜଣା ନାହିଁ। କେତେ ଜଣଙ୍କୁ ଏକାଠି କରି ସେ ଦୁହେଁ ପଚାରିଲେ ତୁମ୍ଭେମାନେ ସବୁ କଥାର ଉତ୍ତର ଏପରି କାହିଁକି କହୁଛ? ଆମକୁ ଜଣା ନାହିଁ କଥା କଣ? ଆମେ ଜାଣିନୁ ଆଜ୍ଞା। ଆମକୁ କିଛି ଜଣା ନାହିଁ। ଆପଣ ଆମକୁ କଥା ପଚାରିଲେ ଆମେ ସେଇ ଗୋଟିଏ ଉତ୍ତର ଦେବୁ। ଏକଥା ଲୋକମାନେ କହିଲେ। ଯେତେବେଳେ ଏଇ କଥାବାର୍ତ୍ତା ଚାଲିଥିଲା ସେତେବେଳେ ରାଜା ଛଦ୍ମବେଶରେ ସେଠାରେ ଉପସ୍ଥିତ ଥିଲେ। ସେ ଜନତା ଓ ବିଦେଶୀଙ୍କର କଥା ମଧ୍ୟ ଶୁଣିଲେ। ତେଣୁ ରାଜା ତା ପରଦିନ ଆଉ ଏକ ଆଇନ ଜାରି କଲେ। ରାଜ୍ୟର କୌଣସି ଲୋକ କୌଣସି ପରିସ୍ଥିତିରେ ମଧ୍ୟ କହିପାରିବ ନାହିଁ ଯେ ମତେ ଜଣା ନାହିଁ। ଯିଏ ଏପରି କହିବ ତାକୁ କଠୋର ଦଣ୍ଡ ମିଳିବ। ସେଦିନ ଠାରୁ ରାଜ୍ୟରେ ଜଣା କି ଅଜଣା କି ଜଣା ନାହିଁ ଏପରି ଶବ୍ଦ କେହି ବ୍ୟବହାର କଲେ ନାହିଁ। ସତେ ଯେପରି ଲୋକମାନଙ୍କ ମୁହଁ କିଏ ସିଲେଇ କରିଦେଇଛି। ବିଦେଶୀ ଦ୍ୱୟଙ୍କ ଉପସ୍ଥିତିରେ ଏସବୁ ଘଟିଲା। ତେଣୁ ସେମାନଙ୍କର ସବୁ କାରବାର ବନ୍ଦ ହେଇଗଲା। ସେମାନେ ରାଜାଙ୍କର ନିକଟକୁ ଏକ ପତ୍ର ଲେଖିଲେ ଓ ଦର୍ଶନ କରିବାକୁ ଆବେଦନ କଲେ। ସେମାନେ ଏପରି ଲେଖିଥିଲେ ରାଜନ ଆମେ ବିଦେଶରୁ ଆସିଛୁ। ଆପଣଙ୍କ ଆଇନ ସମସ୍ତଙ୍କର ମୁହଁ ବନ୍ଦ କରିଦେଇଛି। ବିଦେଶୀ ହୋଇଥିବାରୁ ଏପରି ଆଇନ ଆମ କାମରେ ବାଧା ସୃଷ୍ଟି କରୁଛି। ଏପରି ଆଇନ ପ୍ରଣୟନ ପଛରେ ନିଶ୍ଚୟ କିଛି କାରଣ ଥିବ। କୃପାବଶତଃ ଆପଣ ଆମକୁ ସେଇ କାରଣ ଜଣାଇଲେ ଆମେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବୁ। ରାଜା ବିଦେଶୀଙ୍କୁ ଡକାଇ ସେମାନଙ୍କୁ ସେଦିନର ଦମ୍ପତ୍ତି କଥାଭାଷା ପ୍ରସଙ୍ଗ ଜଣାଇଲେ। ବିଦେଶୀ ଦ୍ୱୟ ରାଜାଙ୍କ କଥା ଶୁଣି କହିଲେ ସେହି ଦମ୍ପତି କେଉଁ ପ୍ରସଙ୍ଗରେ ଏପରି କଥା କହିଲେ ତାହା ଭଲ ଭାବେ ଜାଣିବା ଉଚିତ ଥିଲା। ରାଜା ବେଶ ବଦଳାଇ ସେହି ବିଦେଶୀଙ୍କୁ ସାଙ୍ଗରେ ଧରି ସେହି ଦମ୍ପତିଙ୍କ ଗୃହରେ ପହଞ୍ଚିଲେ। ଗୃହ ମାଲିକଙ୍କୁ ପ୍ରଶ୍ନ କଲେ କିଛି ଦିନ ତଳେ ତୁମେ ତୁମ ପତ୍ନୀଙ୍କୁ କହିଥିଲ ଯେ ତୁମକୁ ସବୁ ଜଣାଅଛି। ଏପରିକି ତୁମେ ରାଜ୍ୟ ଶାସନ ମଧ୍ୟ କରିପାରିବ। କଣ ମନେ ପଡୁଛି? ମୋତେ ମୋ ଘର ଚଳାଇବା ମଧ୍ୟ ଜଣା ନାହିଁ। ମୁଁ କେଉଠୁ ରାଜ୍ୟ ଶାସନ କରିବି? ରାଜାଙ୍କ ଆଇନ ହେବା ପୂର୍ବରୁ ମୁଁ ଏପରି କହିଥିଲି। ସେଦିନ ମୋ ପତ୍ନୀ ରୋଷେଇର ସ୍ୱାଦ ବିଗାଡି ଦେଇଥିଲେ। ତେଣୁ ମୁଁ ତାଙ୍କୁ ଧମକ ଦେଇଥିଲି। ଯେଉଁ ସ୍ତ୍ରୀଙ୍କୁ କିଛି ଜଣା ନାହିଁ ସେ ମୋତେ ବାରମ୍ବାର କହୁଛନ୍ତି ତୁମକୁ କିଛି ଜଣା ନାହିଁ। ଏପରି କହିଲେ କଣ ଲାଗିବ କହିଲେ? ରାଗ ଲାଗିବ କି ନାହିଁ? ତେଣୁ ବିରକ୍ତିରେ ମୋ ମନକୁ ଯାହା ଆସିଲା ତାହା ବକିଗଲି। ସେହି ଲୋକ ଏହା କହିଲା। ଶୁଣିଲେ ମହାରାଜ ସାଧାରଣ ଲୋକ ଏପରି କିଛି କହିଦେଲେ ଆପଣ ତାକୁ ଗୁରୁତ୍ୱ ଦେଇ ବସିଲେ ଓ ଆଇନ ତିଆରି କରିଦେଲେ। ଏଥିରେ ସାରା ରାଜ୍ୟର ପ୍ରଜା ମାନଙ୍କର ଭୀଷଣ ଅସୁବିଧା ହେଉଛି। ଆପଣଙ୍କୁ ରାଜକାର୍ଯ୍ୟରେ ପରାମର୍ଶ ଦେବା ପାଇଁ ବିଜ୍ଞ ମନ୍ତ୍ରୀ ନାହାନ୍ତି କି କଣ? ବିଦେଶୀ ରାଜାଙ୍କୁ କହିଲେ।
ଆମ ରାଜ୍ୟର ପୂର୍ବତନ ମନ୍ତ୍ରୀଙ୍କର ସ୍ୱର୍ଗବାସ ପରେ ମୁଁ ଏ ପର୍ଯ୍ୟନ୍ତ ନୂତନ ମନ୍ତ୍ରୀ ମନୋନୀତ କରିନାହିଁ। ତୁମେ ଦୁହେଁ ମନ୍ତ୍ରୀପଦ ସ୍ୱୀକାର କରି ମୋତେ ସାହାଯ୍ୟ କରିପାରିବ କି? ତୁମେ ଦୁଇଜଣ ବୁଦ୍ଧିମାନ ମନେ ହେଉଛ। ରାଜା ଏପରି କହିଲେ। ବିଦେଶୀ ଦ୍ୱୟ ରାଜାଙ୍କର ଅନୁରୋଧକୁ ସାଦରେ ଗ୍ରହଣ କଲେ ଓ ସେ ରାଜ୍ୟର ନାଗରିକତ୍ୱ ଗ୍ରହଣ କଲେ। ସେହି ଦିନଠାରୁ ରାଜ୍ୟର କାର୍ଯ୍ୟ ସୁରୁଖୁରୁରେ ଚାଲିଲା ଓ ପ୍ରଜାମାନେ ଆନନ୍ଦରେ କାଳାତିପାତ କଲେ। ଗପଟି ସରିଗଲା। ହଉ। ଗପରେ କଣ ଫାଇନାଲ ହେଲା? ସେ ଦି ଜଣ ମନ୍ତ୍ରୀ ହେଲେ, ଏଇଆ ତ? ଫାଇନାଲ ତ ହେଲା ମନ୍ତ୍ରୀ ହେଲେ, ଗପରେ ଗୋଟେ ଶିକ୍ଷା ମିଳିଲା ସେଇଟା କୁହ। କଣ ଶିକ୍ଷା ମିଳିଲା? ତମେ ଶୁଣୁ ନଥିଲ କି? ମୁଁ ଶୁଣିଛି। କହୁନ। ମୁଁ କହିବି। ହଉ। ଗପରେ ଯଦି ଦେଖାଯାଏ, ଗପରେ କେତେ ଗୁଡେ କଥା ଆମକୁ ଶିକ୍ଷା ମିଳିଲା। ପ୍ରଥମ କଥା ଶିକ୍ଷା ମିଳିଲା ମତେ ଯେ ଆଇନ ପ୍ରଣୟନ ଦ୍ଵାରା ବା ନିୟମ ପ୍ରଣୟନ ଦ୍ଵାରା କୌଣସି ସମସ୍ୟାର ସ୍ଥାୟୀ ସମାଧାନ ହୁଏ ନାହିଁ। ତାପରେ ହେଲା ଲୋକଙ୍କର ଅଭ୍ୟାସରେ ପଡିଗଲେ ଯୋଉ ଅଭ୍ୟାସଟି ପଡିଥାଏ ସେ ଅଭ୍ୟାସରୁ ବାହାରି ଆସିବା କଷ୍ଟ ହୁଏ। ତାପରେ ମୂଳରୁ ଯୋଉଟା ହେଲା ଯେ କୌଣସି ଏକ ଘଟଣା ଶୁଣି ବାହାରୁ ବିଚାର ନ କରି ତାର ଗଭୀରତା ଭିତରକୁ ଯିବା ଉଚିତ। ତେଣୁ ବାହାରୁ ବିଚାର କରିବ ନାହିଁ, ଗଭୀରତା ଭିତରକୁ ଯିବ ଏବଂ ଆଇନ ପ୍ରଣୟନ ଦ୍ଵାରା କେବେ ବା ଆଇନ ପ୍ରଣୟନ ମାନେ ଜବରଦସ୍ତ କରି କେବେ କାହାର ପ୍ରବୃତ୍ତି ବା ଗତିବୃତ୍ତି ପରିବର୍ତ୍ତନ କରିହେବ ନାହିଁ। ତେଣୁ ବ୍ୟକ୍ତି ନିଜେ ଯେ ପର୍ଯ୍ୟନ୍ତ ନ ଚାହିଁଛି ସେ ପର୍ଯ୍ୟନ୍ତ ପରିବର୍ତ୍ତନ ହେଇପାରିବ ନାହିଁ ତାର। ତାପରେ ଶେଷକୁ ହଉଛି ଏଇଆ ଯେ ନିଜର ଅଗ୍ରଗତି ପାଇଁ, ଚେତନାର ପରିବର୍ତ୍ତନ ପାଇଁ ନିଜେ ଚାହିଁବା ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଏବଂ ଆବଶ୍ୟକୀୟ ସାହାଯ୍ୟ ଯୋଉଠି ବି ମିଳିବ ତାକୁ ଗ୍ରହଣ କରିବା। ଯେମିତି ଶେଷକୁ ରାଜା ଦେଖିଲେ ଯେ ସେମାନେ ସାହାଯ୍ୟ କରିପାରିବେ, ତେଣୁ ତାଙ୍କୁ ମନ୍ତ୍ରୀ ପଦ ଦେଲେ। ତେଣୁ ଆବଶ୍ୟକ ସାହାଯ୍ୟ ଯୋଉଠୁ ପାଇବା ତାକୁ ଗ୍ରହଣ କରିବା। ବାଃ। Thank you all. Robert. Ma.